हेलो भाई नमस्कार सांग मैंने तो सांग मैंने आपण पुणी थे मोर आउ गोटे नुआ ब्लॉग वीडियो रे स्वागतम। तो सांग मैंने मु आशा करुँच आप समस्ते भल थे खुशी थे। जो चलते सांग मैंने आपण आज मुझे बुले नहीं जी घटगाँ राणी माँ ताणी पाखक मैंने मुझे बुलैया सहित माँ ताणी ऐतिहासिक और पौराणिक तथ्य विषय जनइबी। माँ ताणी किपरि केउंझर घटगाँ को गले ता संबंधी सब विषय आपको संपूर्ण जनइबी। तो विलंब नक भिडियो को शेष पर्यंत निहाती देखते। आजकल पोखरी गुड़ा एमती होची बाजार पोखरी का सब कलर होची बार बार सब पूरा भीतर मानुष को धरला बना के रही हो आसी जाओ हां जानी बाड़ी को नहीं रे नहीं है ठीक हो ना एडी उली जबा पाती करो आओ को ओडिशार केन्दुझर अवस्थित माँ ताड़ींकर भव्य मंदिर करुणामयी माँ ताड़ींकर आस्था टिके पाइबापी कहीं केते दूर हजार हजार श्रद्धालु माँ पाखक धाई आसती हेले माँ ताड़ींकर कौन रही पौराणिक मत चलतु जाना। तेरेतेया जुगर जितेबले भगवान राम को वनवास होता माँ सीता को हरण कर रावण ठीक से बेले प्रभु रामचंद्र माँ दुर्गतनाशिनी माँ दुर्गा को आराधना करते पूजार संतुष्ट हो माँ दुर्गा शून्यवाणी करते वैश्य मु तुमर आराधना संतुष्ट हेली तुम सम्मुखें मु माँ तारिणी रूपे आविर्भाव हेबी किंतु जदि तुमे मते देखिदेल हेले मु पाषाण अर्थात पस्तर पलटि। यह थिला तेरेतेया जुगर पौराणिक मत। एबे चलतु जानिबा ऐतिहासिक मत कौन रही अछि। Close till I get up. Time is barely on our side. I don't wanna waste what's left. The storms we chase are leading us, and love is all we'll ever trust. Yeah, no, I don't wanna waste what's left. And on we'll go, through the wastelands, through the highways, till my shadow turns to sun rays. And on we'll go, through the wastelands, through the highways. And on we'll go. इतिहास कहूँ अनेक वर्ष पूर्वे केन्दुझर राजा थिले त्रिलोचन भंज तांकर पुओंकर नाम थिला गोविंद भंज। सब ठीक चली थाए 1480 मसीह राजा त्रिलोचनंकर मृत्यु है। राजा त्रिलोचनंकर परे परे राज्यभार पुत्र गोविंद भंज संभाली से होउछंती मांकर परम भक्त। से राज्य कार्य व्यस्त थिबा जगु पुरी मां को केन्दुझर को आनी पार नथिले।
ସେଥିପାଇଁ ସେ ନିଜକୁ ବହୁତ ଦୁଃଖ ପ୍ରକାଶ କରୁଥିଲେ। ଏମିତି କିଛି ଦିନ ଗଲା। ପୁରୀର ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଦେବଙ୍କୁ ଡାକରା ଦେଇ ଡାକିଲେ। ପୁରୁଷୋତ୍ତମ ଦେବ ତାଙ୍କୁ ଜୟ ଗୋବିନ୍ଦ ଦେବ ମହାରାଜ ବୋଲି ସମ୍ବୋଧନା ତଥା ଆଖ୍ୟା ଦେଇଥିଲେ ଏବଂ ପୁରୀ ଅଞ୍ଚଳରେ ଥିବା ଆଠଗଡ଼ ଅଞ୍ଚଳ ତାଙ୍କୁ ଖୁସିରେ ଦାନ କରିଦେଇଥିଲେ। ଠିକ୍ ଏହି ସମୟରେ ଗୋବିନ୍ଦ ଦେବ କହିଲେ କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ ନିଜ ସହ କେନ୍ଦୁଝର ନେଇଯିବା ପାଇଁ। ଏହା ଶୁଣି ଉତ୍ତରରେ ଥିବା ପୁରୁଷୋତ୍ତମ ଦେବ କହିଲେ ମା ତାରିଣୀ ହେଉଛନ୍ତି ପାତାଳି, ତାଙ୍କୁ କେମିତି ବା ନେଇହେବ। ଏଥିରେ ନିରାଶ ନ ହୋଇ ଗୋବିନ୍ଦ ଭଞ୍ଜ ମାଙ୍କ ପାଖକୁ ଯାଇ ରାତି ସାରା ପୂଜାର୍ଚ୍ଚନା କଲେ। ଠିକ୍ ସେହି ରାତିର କଥା। ପୁରୁଷୋତ୍ତମ ଦେବ ଖାଇକି ଶୋଇଲା ପରେ ମା ତାରିଣୀଙ୍କର ସ୍ୱପ୍ନାଦେଶ ହେଲା। ମା ତାରିଣୀ କହିଲେ ଶୁଣ ହୋ ପୁରୁଷୋତ୍ତମ ଦେବ, ଗୋବିନ୍ଦ ହେଉଛି ମୋର ପରମ ଭକ୍ତ, ତା ସହିତ ମୁଁ କେନ୍ଦୁଝର ଯିବି, ତାକୁ ତୁମେ ଅନୁମତି ଦିଅ। ନଡ଼ିଆ ହେଉଛି ମା ତାରିଣୀଙ୍କର ପ୍ରିୟ ଭୋଗ, ତେଣୁ ଲୋକମାନେ ଦୂର ଦୂରାନ୍ତର ମା ତାରିଣୀଙ୍କ ପାଇଁ ନଡ଼ିଆ ଭୋଗ ପଠାନ୍ତି। ରାତି ବିତିଗଲା, ସକାଳ ହେଲା। ପୁରୁଷୋତ୍ତମ ଦେବ ଗୋବିନ୍ଦକୁ ଡାକରା ଦେଲେ ଏବଂ କହିଲେ ଯେ ଧନ୍ୟ ହୋ ଗୋବିନ୍ଦ, ତୁମେ ମାଙ୍କୁ ନେବା ପାଇଁ ବନ୍ଦୋବସ୍ତ କର। ମାଙ୍କୁ କେମିତି ନେବେ ଗୋବିନ୍ଦ ପୁଣି ଭାବି ଭାବି ଶେଷରେ ମାଙ୍କୁ ଧ୍ୟାନ କଲେ। ମା ଶୂନ୍ୟବାଣୀ ଦେଲେ ଏବଂ କହିଲେ ମୁଁ ଯେଉଁଭଳି ଘୋଡ଼ାରେ ଚଢ଼ି କାଞ୍ଚିରୁ ପୁରୀକୁ ଆସିଥିଲି, ମୁଁ ସେହିଭଳି ତୁମ ପଛେ ପଛେ ଘୋଡ଼ାରେ ଚଢ଼ି କେନ୍ଦୁଝରକୁ ଯିବି। ଘୋଡ଼ା ଚାଲିଲେ ମୋ ପାଦର ପାଉଁଜି ରୁଣୁ ଝୁଣୁ ଶବ୍ଦ ହେବ, ତୁ ଜାଣିବୁ ଯେ ମୁଁ ତୋର ପଛେ ପଛେ ଆସୁଛି। ଏତିକି କହି ପରଦିନ ସକାଳୁ ରାଜା ବାହାରି ପଡ଼ିଲେ କେନ୍ଦୁଝର ଅଭିମୁଖେ। ରାଜା ଘୋଡ଼ାରେ ସବାରି ହୋଇ ଆସୁଛନ୍ତି। ପଛରେ ମା ତାରିଣୀଙ୍କର ମଧ୍ୟ ଘୋଡ଼ାରେ ବସି ଆସୁଥିବାର ରୁଣୁ ଝୁଣୁ ଶବ୍ଦ ରାଜାଙ୍କର କାନରେ ବାଜୁଥାଏ। ଏମିତି ଆସୁ ଆସୁ ସେମାନେ ଯେତେବେଳେ ଆନନ୍ଦପୁର ସୀମା ପାର ହୋଇ କେନ୍ଦୁଝର ସୀମାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ, ସେତିକିବେଳେ ମାୟା ବିସ୍ତାର କରିଦେଲେ ମା ତାରିଣୀ। ଗୋବିନ୍ଦଙ୍କର ଘୋଡ଼ା ଆଉ ଆଗକୁ ଗଲା ନାହିଁ। ମାଙ୍କର ରୁଣୁ ଝୁଣୁ ଶବ୍ଦ ମଧ୍ୟ ଆଉ ରାଜାଙ୍କର କାନକୁ ଶୁଭିଲା ନାହିଁ। ଠିକ୍ ଏହି ସମୟରେ ରାଜା ହଠାତ୍ ପଛକୁ ଓଲଟିକି ଦେଖିଲେ। ଠିକ୍ ସେତିକିବେଳେ ମା କରୁଣାମୟୀ ତାରିଣୀ ସେଠାରେ ପ୍ରସ୍ତର ପାଲଟି ଯାଇଥିଲେ। ଏତିକି ବେଳେ ସେଠାରେ ପୁଣି ଶୂନ୍ୟବାଣୀ ହେଲା। ମା କହିଲେ ମୁଁ ଏଠାରେ ହିଁ ପୂଜା ପାଇବି। ସେହିଦିନଠାରୁ ମା ଶାଳବଣରେ ଘଟଗାଁରେ ପୂଜା ପାଉଛନ୍ତି। ଏହା ଥିଲା ମା କରୁଣାମୟୀ ତାରିଣୀଙ୍କର ପୌରାଣିକ ଏବଂ ଐତିହାସିକ ତଥ୍ୟ। ମନ୍ଦିର ଭିତରକୁ ମୋବାଇଲ ଫୋନ୍ ଏଲାଉ ନାହିଁ, ତେଣୁ ଆମେ ସବୁ ଲକର ରୁମ୍ରେ ରଖିକି ଏବେ ମାଙ୍କୁ ଦର୍ଶନ କରିବାକୁ ଗଲୁ। ଏବେ ଆମେ ଫେରୁଛୁ। ତ ସାଙ୍ଗମାନେ, ମୁଁ ଆଶା କରୁଥିବି ଆପଣମାନଙ୍କୁ ମୋର ଭିଡ଼ିଓଟି ବହୁତ ସୁନ୍ଦର ଲାଗିଥିବ। ଯଦି ଆପଣମାନଙ୍କୁ ଏହିପରି ପୌରାଣିକ ଏବଂ ଐତିହାସିକ ତଥା ଆମର ଓଡ଼ିଶାର ପୁରାତନ ମନ୍ଦିରର ପରିସ୍ଥିତି ଭିତରେ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କୁ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ।